ଓଡ଼ିଶାର ସମସ୍ତ ଚାଷୀ ଭାଇମାନଙ୍କ ପାଇଁ ଆସିଗଲା ଖୁସି ଖବର। ଏହି ସୂଚନାଟି ଜାଣିଲା ପରେ ଆପଣ ନିଶ୍ଚୟ ଖୁସି ହେବେ, କାରଣ ସରକାରଙ୍କ ତରଫରୁ ଯେଉଁ ସୁବିଧା ସୁଯୋଗ ଆସୁଛି ଆପଣମାନେ ଛାଡ଼ିବେ କି? ଭିଡ଼ିଓ ଦେଖିକି ଆପଣମାନେ ସବୁ କାମ କରିପାରିବେ। ଯାହା ବି ସରକାରଙ୍କ ତରଫରୁ ଟଙ୍କା ମିଳୁଛି ଆପଣମାନେ ତାହାକୁ ରଖନ୍ତୁ। ସରକାର ଯେହେତୁ ଆପଣମାନଙ୍କୁ ଟଙ୍କା ଦେଉଛନ୍ତି, ଆପଣମାନେ କାହିଁକି ଛାଡ଼ିବେ? ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ କ'ଣ କରିବେ, କେମିତି କରିବେ। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ଆପଣ ସମସ୍ତେ ଜାଣିଛନ୍ତି ସିଏମ୍ କିଷାନ ଯୋଜନାରେ ବର୍ଷକୁ ଆପଣମାନଙ୍କୁ 4,000 ଟଙ୍କାଟି ମିଳୁଛି। ଏହି 4,000 ଟଙ୍କାଟି ଦୁଇଟି କିସ୍ତି ମାଧ୍ୟମରେ ଆପଣମାନଙ୍କୁ ମିଳୁଛି। 2,000 କରି ମିଳୁଛି। ଗୋଟିଏ କିସ୍ତି ଆପଣମାନଙ୍କର ନୂଆଖାଇରେ, ଆଉ ଗୋଟିଏ କିସ୍ତି ଆପଣମାନଙ୍କର ଅକ୍ଷୟ ତୃତୀୟାରେ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଅପଡ଼େଟ୍ ଗୁଡ଼ିକ ଆସୁଛି ସେଇ ଅପଡ଼େଟ୍ ଗୁଡ଼ିକ ବିଷୟରେ ଆପଣ ଜାଣିବା, ବୁଝିବା, ସେହି ଅନୁସାରେ କାର୍ଯ୍ୟ କରିବା ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ସରକାରଙ୍କ ତରଫରୁ ପ୍ରଥମ କରି ସିଏମ୍ କିଷାନ ଯୋଜନାରେ ଏହିଭଳି ପଦକ୍ଷେପ ନିଆଯାଇଛି, ଯାହା ଆର୍ଥିକ ବର୍ଷ ରହିଛି 2024 ଆଉ 27। ଏହି 2026-27 ଆର୍ଥିକ ବର୍ଷ ଅନୁସାରେ ସିଏମ୍ କିଷାନ ଯୋଜନାରେ କିଛିଟା ପରିବର୍ତ୍ତନ କରାଯାଇଛି। ଯେଉଁ ଚାଷୀ ଭାଇମାନେ ସିଏମ୍ କିଷାନ ଯୋଜନାରେ ସାମିଲ ହୋଇଛନ୍ତି, ଜଣେ ଯୋଗ୍ୟ ହିତାଧିକାରୀ ଆଉ ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି, ସେମାନଙ୍କ ପାଇଁ ଏହି ଖବର ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲିବେନି। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଯୋଜନା ଗୁଡ଼ିକ ଆସିବ, ସେହି ଯୋଜନା ଗୁଡ଼ିକର ଆପଣ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ଏବଂ ଆବେଦନ ପ୍ରକ୍ରିୟା, ସରକାରଙ୍କ ଦ୍ୱାରା ଯେଉଁ ଯୋଜନା ଗୁଡ଼ିକ ପରିଚାଳିତ ହେଉଛି ସେହି ଯୋଜନା ଗୁଡ଼ିକର ନୂଆ ନୂଆ ସୂଚନା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅପଡ଼େଟ୍ ଆପଣ ଏହି ଚ୍ୟାନେଲ ମାଧ୍ୟମରୁ ହିଁ ଆଗ ଜାଣିବାକୁ ପାଇବେ। ଦେଖନ୍ତୁ, ସିଏମ୍ କିଷାନ ଯୋଜନାରେ ଯାହା ନୋଟିଫାଏ କରାଯାଇଛି, ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ ନ କରିଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ସରକାରଙ୍କ ତରଫରୁ ଯେଉଁ ସୂଚନାଟି ଆସିଛି, ଯେଉଁ ଚାଷୀ ଭାଇମାନେ କିସ୍ତି ଟଙ୍କା ପାଉଛନ୍ତି କିମ୍ବା ନୂଆ କରି ଆବେଦନ କରିଛନ୍ତି, ଯଦି ସେମାନଙ୍କର ତଥ୍ୟରେ କୌଣସି ଭୁଲ ଭଟକା ରହୁଛି ଏବଂ ସେମାନଙ୍କର ସୂଚନାଟି ସଠିକ୍ ଭାବରେ ଦିଆଯାଏ ନାହିଁ, ତ ସେମାନଙ୍କ ପାଇଁ ଏହି ନୋଟିଫିକେସନଟି ଜାରି କରାଯାଇଛି। ଯଦି ଆପଣମାନେ ସିଏମ୍ କିଷାନ ଯୋଜନାରୁ ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏହି କାର୍ଯ୍ୟଟିକୁ ଆପଣ ତୁରନ୍ତ କରିବା ନିହାତି ଦରକାର। ଆପଣମାନଙ୍କର ସୂଚନା ଗୁଡ଼ିକ ଅସମ୍ପୂର୍ଣ୍ଣ ଯୋଗୁଁ ସରକାର ପୁଣି ଥରେ ଆପଣମାନଙ୍କୁ ଜାରି କରିଛନ୍ତି ପୂର୍ଣ୍ଣ ସୂଚନା ଦେବା ପାଇଁ। ତ ଆପଣମାନଙ୍କର ସୂଚନା ଗୁଡ଼ିକକୁ ପୁଣି ଥରେ ଆପଣମାନେ ଅପଡ଼େଟ୍ କରିନିଅନ୍ତୁ, ଯାହାଫଳରେ ଆପଣ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପ୍ରାପ୍ତ କରିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସିଏମ୍ କିଷାନ ଯୋଜନାରେ କେଉଁ ସୂଚନା ଗୁଡ଼ିକକୁ ଆପଣ ପୂରଣ କରିବେ। ଦେଖନ୍ତୁ, ସିଏମ୍ କିଷାନ ଯୋଜନାରେ ଯେଉଁ ବାଧ୍ୟତାମୂଳକ ସୂଚନା ଗୁଡ଼ିକ ରହିଛି, ସେହି ସୂଚନା ଗୁଡ଼ିକକୁ ଆପଣ ଛାଡ଼ି ଦେଇଛନ୍ତି। ଆପଣ ତାହାକୁ ପୂରଣ କରିବା ନିହାତି ଦରକାର। ଯଦି ଆପଣ ଏହି ଛୋଟ କାମଟି କରି ନେଉଛନ୍ତି, ଆପଣମାନେ ବର୍ଷକୁ 4,000 ଟଙ୍କା ପାଇବେ। ଏଥିରେ ମେନସନ୍ ରହିଛି ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକତା। 1 ନମ୍ବରରେ ଆପଣମାନଙ୍କର ରହିଛି ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣ। 2 ନମ୍ବରରେ କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ। ଆପଣ ଏହି ଭିଡ଼ିଓଟି ପୂର୍ବରୁ ମଧ୍ୟ ପାଇସାରିଥିବେ, କିନ୍ତୁ ଏଥିରେ କିଛି ଅଲଗା ରହିଛି, ନୂଆ କିଛି ମଧ୍ୟ ରହିଛି। ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଲେ ସବୁକିଛି ବୁଝିପାରିବେ, ଜାଣିପାରିବେ। ନଚେତ୍ ଆପଣ ଅସୁବିଧାର ସମ୍ମୁଖୀନ ହେବେ, ଯାହାଫଳରେ ଆପଣମାନଙ୍କର କିସ୍ତି ଟଙ୍କା ଆସିପାରୁନଥିବ ଆପଣମାନଙ୍କ ଖାତାକୁ। ପରେ ଆପଣ ଯେତେ ଚେଷ୍ଟା କଲେ ବି ଆପଣମାନଙ୍କର କିସ୍ତି ଟଙ୍କା ଆପଣ ପାଇପାରିବେନି। ସ୍କିପ୍ କରିକି ଭିଡ଼ିଓ ଆପଣ ଦେଖିଲେ କିଛି ବି ବୁଝିପାରିବେନି। ଆପଣମାନେ ବିନା ସ୍କିପ୍ରେ ଭିଡ଼ିଓଟିକୁ ଦେଖନ୍ତୁ, ସବୁକିଛି ବୁଝିପାରିବେ, ଜାଣିପାରିବେ। ପଞ୍ଜୀକରଣ ପାଇଁ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ କରିବା ଦରକାର।
ତା ସହିତ କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ ହେଲେ ଆପଣମାନଙ୍କର ସିଏମ୍ କିଷାନ ପଞ୍ଜୀକରଣ ହୋଇଯାଉଛି। ତାପରେ ଦେଖନ୍ତୁ ସରକାରଙ୍କ ତରଫରୁ ସୂଚନା ରହିଛି ଯେଉଁ ଚାଷୀ ଭାଇମାନେ ସିଏମ୍ କିଷାନରୁ ବଞ୍ଚିତ ରହିଛନ୍ତି ସେମାନେ ସିଏମ୍ କିଷାନ ଯୋଜନାରେ ଆବେଦନ ଏପର୍ଯ୍ୟନ୍ତ କରିନାହାନ୍ତି ତ ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ରହିଛି। ଆପଣମାନଙ୍କର ଏହି ତାରିଖ ବର୍ଦ୍ଧିତ ହୋଇଛି 28 ଫେବୃଆରୀ 2027 ପର୍ଯ୍ୟନ୍ତ ଆପଣମାନଙ୍କର ତାରିଖ ରହିଛି। ଯଦି ଆପଣ ପଞ୍ଜୀକରଣ କରିନାହାନ୍ତି ଏହି ତାରିଖ ମଧ୍ୟରେ ଆପଣମାନେ ପଞ୍ଜୀକରଣ କରାଇ ନିଅନ୍ତୁ। ଆପଣ ଘରେ ବସି ନିଜର ମୋବାଇଲ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଯଦି ପୂର୍ବ ଭିଡ଼ିଓ ଦେଖିନାହାନ୍ତି ଏହି ଭିଡ଼ିଓର ଡିସ୍କ୍ରିପ୍ସନରେ ଲିଙ୍କ୍ ପ୍ରୋଭାଇଡ଼ କରିଦେବି। ଆପଣ ସେ ଭିଡ଼ିଓଟିକୁ ଦେଖି ଘରେ ବସି ନିଜର ମୋବାଇଲ ମାଧ୍ୟମରେ ଆରାମସେ ଆବେଦନ କରିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଚାଷୀ ଭାଇମାନେ ଆବେଦନ ପୂର୍ବରୁ କରିଛନ୍ତି ସେମାନଙ୍କର କୌଣସି ଅସୁବିଧା ରହିଛି ସେମାନେ ମଧ୍ୟ ଏହି 28 ଫେବୃଆରୀ 2027 ପର୍ଯ୍ୟନ୍ତ ସେମାନଙ୍କର ସୂଚନା ଗୁଡ଼ିକୁ ଅପଡେଟ୍ କରିପାରିବେ। ଏଥିରେ ମେନସନ୍ ରହିଛି ଉପରୋକ୍ତ ଆବଶ୍ୟକତା ପୂରଣ କରିବା ପରେ ହିତାଧିକାରୀମାନେ ଆଧାର ଲିଙ୍କ୍ ଥିବା ମୋବାଇଲ ନମ୍ବର ଜରିଆରେ EKYC ସହିତ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ୍ କିଷାନ ପୋର୍ଟାଲରେ cmkisan.odisha.gov.in ରେ ପଞ୍ଜୀକରଣ କରାଇ ନିଅନ୍ତୁ। ଏହା ସହିତ ଆଉ କ'ଣ ମେନସନ୍ ରହିଛି ଏହି ସମୟ ସୀମା ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀମାନେ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ରହିଛି ଯଦି ଏଥର ଆପଣମାନେ ପଞ୍ଜୀକରଣ କରୁନାହାନ୍ତି କି ଆପଣମାନଙ୍କର ତଥ୍ୟରେ ଅପଡେଟ୍ କରୁନାହାନ୍ତି ଆପଣମାନେ ସିଏମ୍ କିଷାନ ଯୋଜନାରୁ ସବୁଦିନ ପାଇଁ ବାଦ୍ ପଡ଼ିଯିବେ। ସରକାର ସମସ୍ତ ଯୋଗ୍ୟ ଚାଷୀ ଭାଇମାନଙ୍କୁ ସୂଚିତ କରିଦେଇଛନ୍ତି ଯଦି ଆପଣମାନେ ବେଳ ଥାଉ ଥାଉ ସାବଧାନ ନ ହେବେ ତାହେଲେ ସବୁଦିନ ପାଇଁ ଆପଣମାନେ ସିଏମ୍ କିଷାନ ଯୋଜନାରୁ ହାତ ଧୋଇକି ବସିବେ। ସରକାର ଯେଉଁ ପୂର୍ବ ଶେଷ ତାରିଖ ଜାରି କରିଥିଲେ 31 ଡିସେମ୍ବର 2025 ରଖିଥିଲେ କିନ୍ତୁ ଆମ ଚାଷୀ ଭାଇମାନେ ସିଏମ୍ କିଷାନରୁ ବଞ୍ଚିତ ରହିଛନ୍ତି ଅନେକ ଚାଷୀ ଭାଇମାନେ। ସେଥିପାଇଁ ତ ସରକାର ପୁଣି ଥରେ ଏହି ତାରିଖକୁ ଏକ୍ସଟେନସନ୍ କରିଛନ୍ତି ଫେବୃଆରୀ 28 2027 ପର୍ଯ୍ୟନ୍ତ। ଏହା ଶେଷ ସୁଯୋଗ ରହିବ ସମସ୍ତ ଯୋଗ୍ୟ ଚାଷୀ ଭାଇମାନଙ୍କ ପାଇଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ଚାଷୀ ଭାଇମାନଙ୍କର ଯେତେବେଳେ ଆମେ ଆବେଦନ ସ୍ଥିତି ଚେକ୍ କଲୁ ତ କିଛି ଆମେ ପରିଲିଖିତ କଲୁ ଯାହା ଆପଣମାନେ ଜାଣିବା ନିହାତି ଜରୁରୀ। ସେଥିପାଇଁ ତ ମୁଁ ଆପଣମାନଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓଟି ନେଇ ଆସିଛି। ଆପଣମାନେ ସିଏମ୍ କିଷାନ ପୋର୍ଟାଲକୁ ଯାଇ ଆପଣମାନଙ୍କର ଆବେଦନ ସ୍ଥିତି ଉପରେ ଆପଣ କ୍ଲିକ୍ କରନ୍ତୁ। ଯେତେବେଳେ ଆପଣ ଆବେଦନ ସ୍ଥିତି ଅପସନ୍ ଉପରେ କ୍ଲିକ୍ କରିବେ ଆପଣମାନେ ଆଧାର ନମ୍ବର ନଚେତ୍ ଆପଣମାନଙ୍କର ଟୋକନ୍ ନମ୍ବର ଦେଇ କ୍ୟାପଚା କୋଡ଼ଟିକୁ ଦେଲା ପରେ ଆପଣ କ'ଣ କରିବେ ଶୋ ଅପସନ୍ ଉପରେ ଆପଣ କ୍ଲିକ୍ କରିବେ। ଯଦି ଆପଣମାନଙ୍କର ଏମିତି ଶୋ କରାଉଥିବ ଲାକିଂ ମ୍ୟାଣ୍ଡାଟୋରି ପାରାମିଟର୍ସ ଯାହା ରହିଛି ଦ ଆପ୍ଲିକେସନ୍ ଡିଟେଲ୍ସ ପ୍ରୋଭାଇଡ୍ ଆର୍ ଇନସଫିସିଏଣ୍ଟ ପ୍ଲିଜ୍ ରି-ରେଜିଷ୍ଟର ଅନ୍ ଦ ସିଏମ୍ କିଷାନ ପୋର୍ଟାଲ। ଆପଣମାନେ ପୁଣି ଥରେ ସିଏମ୍ କିଷାନ ପୋର୍ଟାଲକୁ ଯାଇ ପଞ୍ଜୀକରଣ କରାଇ ନିଅନ୍ତୁ। ଯଦି ଆପଣମାନଙ୍କର ଏଲିଜିବିଲିଟି ଷ୍ଟାଟସ୍ ଏଲିଜିବୁଲ୍ ରହିଥିବ ତାହେଲେ ଆପଣମାନେ ପୁଣି ଥରେ ପଞ୍ଜୀକୃତ କରିଦେବେ ଆପଣମାନଙ୍କର ସମସ୍ୟାଟି ସମାଧାନ ହୋଇଯିବ। ଆଉ ଜଣେ ଚାଷୀ ଭାଇଙ୍କର ଯେତେବେଳେ ଆମେ ଷ୍ଟାଟସ୍ ଚେକ୍ କରୁଛୁ ଦେଖନ୍ତୁ ଏଲିଜିବୁଲ୍ରେ ଆପଣମାନଙ୍କର ଇନ୍ଏଲିଜିବୁଲ୍ ରହିଛନ୍ତି ମାନେ ଅଯୋଗ୍ୟ ବିବେଚିତ ଲେଖାଯାଇଛି। ତା ସହିତ ରିଜିନ୍ କ'ଣ ରହିଛି ନା ଆପ୍ଲିକାଣ୍ଟ ହ୍ୟାଜ୍ ନଟ୍ ସବମିଟେଡ୍ ଦ କରେକ୍ଟ ଇନଫର୍ମେସନ୍ ଡକୁମେଣ୍ଟସ୍। ତ ଚାଷୀ ଭାଇ ଜଣକ ଠିକ୍ ଭାବରେ ସୂଚନା ଗୁଡ଼ିକ ପ୍ରଦାନ କରିନାହାନ୍ତି ଡକୁମେଣ୍ଟସ୍ ଗୁଡ଼ିକ ଠିକ୍ ଭାବରେ ଅପଲୋଡ଼ କରିନାହାନ୍ତି ଯାହାଫଳରେ ତାଙ୍କର ଏଇଭଳି ଷ୍ଟାଟସ୍ ଶୋ କରୁଛି। ଯଦି ଏଇଭଳି ଷ୍ଟାଟସ୍ ଶୋ କରୁଛି ଆପଣମାନେ ତୁରନ୍ତ ଏହାକୁ ଅପଡେଟ୍ କରାନ୍ତୁ। ଆଉ ଗୋଟେ ଷ୍ଟାଟସ୍ ଦେଖନ୍ତୁ ଆପଣମାନଙ୍କର ରହିଛି ଇନ୍ଏଲିଜିବୁଲ୍ ରହିଛି। ରିଜିନ୍ କ'ଣ ରହିଛି ନା ଆପ୍ଲିକାଣ୍ଟ ହ୍ୟାଜ୍ ନୋ ରାସନ୍ କାର୍ଡ଼। ତ ଯେଉଁ ଚାଷୀ ଭାଇମାନଙ୍କର ରାସନ୍ କାର୍ଡ଼ ନାହିଁ ରିସେଣ୍ଟଲି ତାଙ୍କର ରାସନ୍ କାର୍ଡ଼ରୁ ନାମ କଟିଯାଇଛି ତାଙ୍କର ବି ଷ୍ଟାଟସ୍ ଏମିତି ଶୋ କରୁଛି ଅଯୋଗ୍ୟ ବିବେଚିତ ହୋଇଯାଇଛନ୍ତି। ତ ଆପଣମାନଙ୍କର ରାସନ୍ କାର୍ଡ଼କୁ ନେଇ ଯାହା ବି ଇସ୍ୟୁ ରହିଛି ଆପଣମାନେ ତୁରନ୍ତ ତାହାକୁ ସମାଧାନ କରିଦିଅନ୍ତୁ। ଆପଣ ମଧ୍ୟ ସିଏମ୍ କିଷାନ ଯୋଜନାରୁ କିସ୍ତି ଟଙ୍କା ପ୍ରାପ୍ତ କରିପାରିବେ।